କାର୍ଯ୍ୟଫର୍ଦ୍ଦ 5 ବିଷୟ ଦଶହରା ଭେଟି ଲେଖକ ରାଜକିଶୋର ରାୟ। ପୂର୍ବରୁ ଆମେ କାର୍ଯ୍ୟଫର୍ଦ୍ଦ 1, 2, 3, 4 ପଢ଼ିଛନ୍ତି ହେଲା। ଆଜି ପଢ଼ିବା କାର୍ଯ୍ୟଫର୍ଦ୍ଦ 5। ଯଦି ତୁମେ ପୂର୍ବ ଭିଡ଼ିଓ ଗୁଡ଼ିକ ଦେଖିନାହ ତାହେଲେ ଡେସ୍କ୍ରିପ୍ସନରେ ଲିଙ୍କ୍ ଅଛି, ଯାଇକି ଦେଖିନେବ। ଶିକ୍ଷଣ କାର୍ଯ୍ୟ 1 ଦେଖ। ଆସ ତଳ ଅନୁଚ୍ଛେଦଟିକୁ ପଢ଼ି ବୁଝିବା ହେଲା। ଦୋଳ ପର୍ବ ଓ ହୋଲି ବିଷୟରେ ଗୋଟେ ଅନୁଚ୍ଛେଦ ଦେଇଛି। ଦୋଳଯାତ୍ରା ଓ ହୋଲି ଏକ ମହାନ ଗଣପର୍ବ ଅଟେ। କେବଳ ଆମ ରାଜ୍ୟ ନୁହେଁ, ଭାରତର ବିଭିନ୍ନ ପ୍ରଦେଶରେ ଏହି ପର୍ବ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ପ୍ରତିବର୍ଷ ଫାଲ୍ଗୁନ ମାସ ଶେଷରେ ଓ ଚୈତ୍ର ମାସର ପ୍ରାରମ୍ଭରେ ଏହି ପର୍ବ ପାଳନ କରାଯାଏ। ଓଡ଼ିଶାର ବିଭିନ୍ନ ସ୍ଥାନରେ ପଞ୍ଚୁଦୋଳ, ସପ୍ତଦୋଳ ଓ ଦଶଦୋଳ ଆଦି ନାମରେ ବିଭିନ୍ନ ଦେବାଦେବୀମାନଙ୍କର ଦୋଳଯାତ୍ରା ଅନୁଷ୍ଠିତ ହୁଏ। ଦୋଳ ପୂର୍ଣ୍ଣିମା ପୂର୍ବରୁ ଦୋଳବେଦୀମାନଙ୍କୁ ବିଭିନ୍ନ ପତ୍ର, ପୁଷ୍ପ, ଆମ୍ବଡାଳ ଓ ଚାନ୍ଦୁଆରେ ସଜ୍ଜିତ କରାଯାଇଥାଏ। ଉକ୍ତ ଦିନ ବିଭିନ୍ନ ଅଞ୍ଚଳରେ ମୁଖ୍ୟତଃ ଶ୍ରୀ ରାଧାକୃଷ୍ଣଙ୍କ ମୂର୍ତ୍ତି ଓ ଅନ୍ୟାନ୍ୟ ଦେବାଦେବୀମାନଙ୍କୁ ବିମାନରେ ବସାଇ ଦୋଳବେଦୀକୁ ନିଆଯାଏ। ସେଠାରେ ଦେବୀ ଦେବତାମାନଙ୍କୁ ଧୂପ, ଦୀପ, ଫଳ, ପୁଷ୍ପ, ମିଷ୍ଟାନ୍ନ ସହ ଫଗୁ ଅର୍ପଣ କରାଯାଏ। ଲୋକମାନେ ପରସ୍ପରକୁ ଫଗୁ ଲଗାନ୍ତି। ଦୋଳ ପୂର୍ଣ୍ଣିମାର ପରଦିନ ଲୋକମାନେ ବିଭିନ୍ନ ରଙ୍ଗର ଖେଳ ଖେଳି ହୋଲି ପର୍ବ ପାଳନ କରନ୍ତି। ଏହି ପର୍ବ କେବଳ ହିନ୍ଦୁମାନଙ୍କ ମଧ୍ୟରେ ସୀମିତ ନଥାଏ। ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଆନନ୍ଦର ସହ ପାଳନ କରନ୍ତି। ଏହି ପର୍ବ ଦ୍ୱାରା ଲୋକମାନଙ୍କ ମଧ୍ୟରେ ହୀନମନ୍ୟତା ଓ ସଂକୀର୍ଣ୍ଣତା ଦୂର ହୋଇ ଭ୍ରାତୃଭାବ ପ୍ରତିଷ୍ଠା ହୋଇଥିବା ଯୋଗୁଁ ଏହି ପର୍ବକୁ ଭାଇଚାରାର ପର୍ବ ବୋଲି ମଧ୍ୟ କୁହାଯାଏ। ତାହେଲେ ପିଲାମାନେ, ତମ ଘରେ ଘରେ ତ ସମସ୍ତେ ଦୋଳ ପର୍ବ ଆଉ ହୋଲି ପାଳୁଥିବ। ତୁମେ ଭଲ ଭାବରେ ବୁଝିଥିବ ଦୋଳ ପର୍ବ ଆଉ ହୋଲିର ମହତ୍ତ୍ୱ। ତାହେଲେ ଆମେ କରିବା ଶିକ୍ଷଣ କାର୍ଯ୍ୟ 2ରେ ଥିବା ପ୍ରଶ୍ନ ଗୁଡ଼ିକ। ଶିକ୍ଷଣ କାର୍ଯ୍ୟ 2। ଆସ ତଳ ପ୍ରଶ୍ନ ଗୁଡ଼ିକର ଉତ୍ତର ସାଙ୍ଗମାନଙ୍କ ସହ ଆଲୋଚନା କରି ଲେଖିବା। କ. ଫାଲ୍ଗୁନ ମାସରେ କେଉଁ ପର୍ବ ପାଳନ କରାଯାଏ? ଉତ୍ତର, ଫାଲ୍ଗୁନ ମାସରେ ଦୋଳଯାତ୍ରା ଓ ହୋଲି ପର୍ବ ପାଳନ କରାଯାଏ। ଖ. ଏହି ପର୍ବକୁ ଲୋକମାନେ କିପରି ପାଳନ କରନ୍ତି? ଏହି ପର୍ବକୁ ଲୋକମାନେ ଆନନ୍ଦ ଉଲ୍ଲାସର ସହ ପାଳନ କରନ୍ତି। ଗ. ରଙ୍ଗର ପର୍ବ କାହାକୁ କୁହାଯାଏ? ଉତ୍ତର, ରଙ୍ଗର ପର୍ବ ହୋଲି ପର୍ବକୁ କୁହାଯାଏ। ଘ. ଦୋଳ ପର୍ବ କେତେ ଦିନ ଧରି ପାଳନ କରାଯାଏ? ଦୋଳ ପର୍ବ ଦୋଳ ଦଶମୀ ଠାରୁ ଆରମ୍ଭ ହୋଇ ଚୈତ୍ର ଶୁକ୍ଳପକ୍ଷ ଦଶମୀ ପର୍ଯ୍ୟନ୍ତ ପାଳନ କରାଯାଏ। ଏହି ପର୍ବରେ କେଉଁ ଦେବତାଙ୍କୁ ପୂଜା କରାଯାଏ? ଏହି ପର୍ବରେ ଶ୍ରୀ ରାଧା, ଶ୍ରୀକୃଷ୍ଣ ଓ ଅନ୍ୟାନ୍ୟ ଦେବାଦେବୀଙ୍କୁ ପୂଜା କରାଯାଏ। ଚ. ହୋଲି ପର୍ବରେ କେଉଁ ଧର୍ମର ଲୋକମାନେ ଅଂଶଗ୍ରହଣ କରିଥାନ୍ତି? ହୋଲି ପର୍ବ ହିନ୍ଦୁ ଧର୍ମର ଲୋକ ସହିତ ଅନ୍ୟ ଧର୍ମର ଲୋକମାନେ ମଧ୍ୟ ପାଳନ କରିଥାନ୍ତି। ଛ. ଦୋଳ ପର୍ବ ଓ ହୋଲିକୁ କାହିଁକି ଭାଇଚାରାର ପର୍ବ ବୋଲି କୁହାଯାଏ? ଉତ୍ତର, ଏହି ପର୍ବ ଦ୍ୱାରା ଲୋକମାନଙ୍କ ମଧ୍ୟରେ ହୀନମନ୍ୟତା ଓ ସଂକୀର୍ଣ୍ଣତା ଦୂର ହୋଇ ଭ୍ରାତୃଭାବ ପ୍ରତିଷ୍ଠା ହୋଇଥିବା ଯୋଗୁଁ ଏହି ପର୍ବକୁ ଭାଇଚାରାର ପର୍ବ ବୋଲି କୁହାଯାଏ। ଶିକ୍ଷଣ କାର୍ଯ୍ୟ 3। ଆସ ତଳ ଲିଖିତ ଶବ୍ଦଗୁଡ଼ିକୁ ଲଗାଇ ବାକ୍ୟ ଗଠନ କରିବା। ଆନନ୍ଦ ଉଲ୍ଲାସ। ପର୍ବପର୍ବାଣିରେ ଲୋକମାନେ ଆନନ୍ଦ ଉଲ୍ଲାସରେ ଦିନ କାଟନ୍ତି। ମହାନ। ଗାନ୍ଧୀଜୀ ଜଣେ ମହାନ ବ୍ୟକ୍ତି ଥିଲେ। ସଜ୍ଜିତ। ଗଣେଶଙ୍କ ମୂର୍ତ୍ତି ଫୁଲରେ ସଜ୍ଜିତ ହୋଇଛି। ସୀମିତ। ମନୁଷ୍ୟର ଜୀବନକାଳ ସୀମିତ ଅଟେ। ହୀନମନ୍ୟତା। ମନୁଷ୍ୟ ତାର ହୀନମନ୍ୟତା କାରଣରୁ ଲଜ୍ଜିତ ହୁଏ ହେଲା। ତାପରେ ଦେଖିବା ଶିକ୍ଷଣ କାର୍ଯ୍ୟ 4। ଆସ ତଳ ଲିଖିତ ଶବ୍ଦ ସହ ସମ୍ପର୍କିତ ଶବ୍ଦକୁ ବନ୍ଧନୀ ମଧ୍ୟରୁ ଖୋଜି ଲେଖିବା। ପିଲାମାନେ, ବନ୍ଧନୀ ମଧ୍ୟରେ କେତୋଟି ଶବ୍ଦ ଦେଇଛି, ସେଇ ଶବ୍ଦ ହେଲା ଗୁଡ଼ିକ ଏଇ ଯେଉଁ ଖାଲି ଜାଗାରେ ଲେଖିବା। ଯେମିତି ଡେସ୍ ବଚନ ଏଠି ହେଇଯିବ ମଧୁର ବଚନ, ଦ୍ରୁତ ଗତି, ପ୍ରଚଣ୍ଡ ଖରା, ସୁଶୀତଳ ଛାୟା। ଶିକ୍ଷଣ କାର୍ଯ୍ୟ 5। ଆସ ତଳ ଲିଖିତ ସମୋଚ୍ଚାରିତ ଶବ୍ଦଗୁଡ଼ିକୁ ନେଇ ବାକ୍ୟ ଗଠନ କରିବା। ଭେଟି। ଭେଟି ଆଉ ଭେଟି। ପ୍ରଥମ ଭେଟି ଅର୍ଥ ସାକ୍ଷାତ କରିବା। ମୁଁ ମୋ ସାଙ୍ଗକୁ ଭେଟିବାକୁ ଯାଇଥିଲି। ତଳ ଭେଟି ଅର୍ଥ ହେଉଛି ଉପହାର। ଏ ବର୍ଷ ନୂଆଖାଇରେ ମୋତେ ଭେଟି ମିଳିଥିଲା। କୂଳ।
କୂଳ ଅର୍ଥ ବଂଶ। କ ହର୍ଷଉ କୂଳ ଅର୍ଥ ବଂଶ। ବ୍ରାହ୍ମଣମାନେ ଉଚ୍ଚ କୂଳରେ ଜନ୍ମ ହୋଇଥାନ୍ତି। କୂଳ ଦୀର୍ଘଉ କ ଦୀର୍ଘଉ କୂଳ ଅର୍ଥ ନଈ କୂଳ। ବର୍ଷା ଦିନେ ନଈ କୂଳ ଅତଡ଼ା ଖାଏ। ସୁଧା ପ୍ରଥମ ସୁଧା ଅର୍ଥ ଅମୃତ। ଦେବତାମାନେ ସୁଧାପାନ କରିଛନ୍ତି। ତା ତଳେ ଅଛି ଯେଉଁ ସୁଧା ଦ୍ୱିତୀୟ ଧ ଆକାର ଧା ସୁଧା ଅର୍ଥ ନିର୍ଦ୍ଦିଷ୍ଟ ସମୟ, ଗୋଟେ ସମୟକୁ ବୁଝାଏ। ମୁଁ ଆଜି ଦିନ 12ଟା ସୁଦ୍ଧା ସମ୍ବଲପୁରରେ ପହଞ୍ଚିବି। ଚିର ଚିର ଅର୍ଥ ଚ ହର୍ଷଇ ଚିର ଅର୍ଥ କ'ଣ? ଦୀର୍ଘସ୍ଥାୟୀ। ମନୁଷ୍ୟ ଜୀବନ ଚିରସ୍ଥାୟୀ ନୁହେଁ। ଚିର ଅର୍ଥ କ'ଣ ପିଲାମାନେ? ଚିର ଅର୍ଥ ଗାଈର ଚିରରୁ ବାଛୁରୀ କ୍ଷୀର ପିଉଛି। ସେହିପରି ଶିକ୍ଷଣ କାର୍ଯ୍ୟ 6। ଆସ ତଳ ବାକ୍ୟ ଗୁଡ଼ିକରେ କାମକୁ ବୁଝାଉଥିବା ଶବ୍ଦ ଚାରିପଟେ ଗୋଲ ବୁଲାଇବା। କ ପକ୍ଷୀମାନେ ଆକାଶରେ ଉଡ଼ୁଛନ୍ତି। ତାହେଲେ କରେ ଉଡ଼ୁଛନ୍ତି ହେଲା କାମ, ହେଲା ଉଡ଼ିବାଟା ଗୋଟେ କାମ, କାମକୁ ବୁଝାଏ ଉଡ଼ୁଛନ୍ତି। ଖ ମୀରା ରାସ୍ତାରେ ଯାଉ ଯାଉ ପଡ଼ିଗଲା। ତ ଏଠାରେ ପଡ଼ିଗଲା, ପଡ଼ିଯିବାଟା ଗୋଟେ କାମକୁ ବୁଝାଏ। ଗ ଶ୍ରୀରାମଚନ୍ଦ୍ର ବନକୁ ଗମନ କଲେ। ଗମନ କଲେ ହେଉଛି କାମ, କାହିଁକିନା ଗମନ କଲେ ଅର୍ଥ ଯିବା, ଗଲେ। ଘ କେଦାର ପଢ଼ି ସାରି ଶୋଇଲା। ଏଠାରେ ଶୋଇଲା ହେଇଗଲା କାମକୁ ତୁମର ବୁଝାଉଛି, ହେଲା। ତାପରେ ଅଛି ଶିକ୍ଷଣ କାର୍ଯ୍ୟ 7। ତୁମ ଅଞ୍ଚଳରେ ସବୁ ବର୍ଗର ଲୋକମାନଙ୍କ ଦ୍ୱାରା ପାଳିତ ହେଉଥିବା ଏକ ପର୍ବ ବିଷୟରେ 6 ଧାଡ଼ି ଲେଖ। ଦେଖ ପିଲାମାନେ, ତୁମ ଅଞ୍ଚଳରେ ନିଜ ନିଜ ଅଞ୍ଚଳରେ କେଉଁ ସବୁ ପର୍ବପର୍ବାଣି ପାଳନ କର ସେ ବିଷୟରେ ଲେଖିବା, ହେଲା। ଦେଖ ମୁଁ ଏଠି ନୂଆଖାଇ ଉପରେ ଲେଖିଛି। ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ମୁଖ୍ୟ ପର୍ବ। ଭାଦ୍ରବ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଏହି ପର୍ବ ପାଳନ କରାଯାଏ। ନୂଆଖାଇରେ ମା ବସୁମତୀଙ୍କୁ କୃତଜ୍ଞତା ଜଣାଇବା ପାଇଁ ବର୍ଷର ପ୍ରଥମ ଫସଲର ନୂଆ ଧାନ କେଣ୍ଡାରୁ ଚାଉଳ ବାହାର କରି ନୂଆ ହାଣ୍ଡିରେ ଭୋଗ କରାଯାଇ ଇଷ୍ଟଦେବୀ ଓ ମା ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଏହି ଦିନ ସମସ୍ତେ ନୂଆ ଲୁଗା ପିନ୍ଧି ଆନନ୍ଦରେ ପର୍ବ ପାଳନ କରନ୍ତି। ନୂଆ ଖାଇ ସାରିବା ପରେ ସାନମାନେ ବଡ଼ମାନଙ୍କୁ ନୂଆଖାଇ ଜୁହାର ହୁଅନ୍ତି। ଏହାକୁ ନୂଆଖାଇ ଭେଟଘାଟ କୁହାଯାଏ। ତାହେଲେ ଆମ ଏପଟେ ତ କ'ଣ ନୂଆଖାଇ ପର୍ବ ଧୁମଧାମରେ ପାଳନ କରାଯାଏ। ତୁମର ସେପଟେ ଯଦି ଆଉ କିଛି ପର୍ବ ପାଳନ କରାଯାଉଥାଏ, ଯେଉଁ ପର୍ବ ତୁମ ଅଞ୍ଚଳରେ ପାଳନ କରାଯାଉଥାଏ, ତୁମେ ବି ସେହି ପର୍ବ ବିଷୟରେ ଲେଖିପାରିବ। ତାହେଲେ ରହୁଛି ପିଲାମାନେ, ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବ। ଆଉ ଆମେ ପୁଣି ନେକ୍ସଟ ଭିଡ଼ିଓରେ କାର୍ଯ୍ୟଫଳ 7 ପଢ଼ିବା। ରହୁଛି, ଧନ୍ୟବାଦ।